ବାହାଘର ହେଇପାରିବ ହେଲେ କାହିଁକି କାହିଁକି ସେ ଉତ୍ତର ଦେବାକୁ ହିଁ ବାକି ତମେ ଯେତେ ଶୀଘ୍ର ପାରୁଛ ଜାଗା ଛାଡ଼ି ଚାଲିଯା ଚାଲିଯା ଏଠୁ ସେ ଚାଲିଯିବେ ଯାଆନ୍ତୁ ହେଲେ ମୋ କଥା ଶୁଣ ବାପୁ ଏମିତି ଗୋଟେ ସହରୀ ବାବୁ ତୁ ମୋ ପାଇଁ ଯୋଗାଡ଼ କରିବୁ ଆଉ ତା ନହେଲେ ମୁଁ କହିଦଉଛି ବାପୁ ୟାକୁ ବିଦା କରିଦେ ଇଏ ଜଗୁଲି ଅବତାର ରାଇଜରୁ କାହା ଗୋଟେ ଧରି ଆଣିକି ମତେ ବାହାବାକୁ କହିଲେ ନା ମୁଁ ଜମା ବାହା ହେବି ଶୁଣି ପାରୁଛନ୍ତି ବାପୁ ଟିକେ କ'ଣ କହୁଛି ତାର ଏ ସରଳ ପଣିକୁ ବୁଝିପାରୁଛନ୍ତି ତ ତାର ଏ ସରଳ ପଣିଆ ପାଇଁ ମୁଁ ତାକୁ ଭଲ ପାଇ ବସିଛି କୁହ କ'ଣ ମୁଁ ଭୁଲ କରୁଛି ତା ଛଡ଼ା ଏ ଓଡ଼ିଶାର ମିଡ଼ିଆ ଲାଇନ୍ର ମୁଁ ଜଣେ ଜଣାଶୁଣା ସାମ୍ବାଦିକ ତେଣୁ ମୋ ଠାରୁ ଯୋଗ୍ୟ ମଣିଷ କ'ଣ ତୁମ ଝିଅକୁ ମିଳିବ ତମଠୁ ଯୋଗ୍ୟ ନ ମିଳିଲେ ତାକୁ ଜୀବନ ସାରା ଅଭିଆଣୀ କରି ରଖି ନହେଲେ ବେକରେ ପାଲି ଗଳଛି ବାନ୍ଧି ନଈକୁ ଠେଲିଦେବି କିନ୍ତୁ ତମ ସହିତ ମୁଁ ତାର ବାହାଘର କ'ଣ କହିଲୁ ବାପୁ ମୋ ବେକରେ ବାଲି କଳସ ବାକି ତୁ ରହିଛୁ ଖେଳି ସବୁ ସେ କଥା ହେଇପାରିବନି ମୁଁ କାହିଁକି ମୋ ସୁନ୍ଦରିଆ ବରକୁ ଛାଡ଼ିକି ମରିବି ଏ ବାବୁ ତୁ ରହ ବାପୁ ମୋତେ ବାହା ନଦେଲେ ମୁଁ ତୋ ସାଙ୍ଗରେ ପଳେଇ ଯିବି କ'ଣ ହେଲା ତୁ ମୋ କଥାରୁ ବାହାରିଛୁ ହଁ ବାହାରି ଯିବି ଠିକ ଅଛି ଆଜି ତୁ ତୋର ମୋର କୌଣସି ସମ୍ପର୍କ ତୋ ମୁହଁକୁ ଚାହିଁ କ'ଣ କହିଲୁ ତୁ ସମ୍ପର୍କ ରଖିବୁନି ତ ନା ରଖ ମୁଁ ମୋର ଚାଲିଲି ତମେ ଚାଲିଲ ବାବୁ ଚାଲ ଆରେ ଆସ ମୋ ସହିତ ବା ତମେ କାହିଁକି ବ୍ୟସ୍ତ ହଉଛ ବାବୁ ଇଏ ଅବିକା ଏମିତି କହୁଛି ବା ତମେ ଖାଲି ମୋତେ ବାହା ହେଇଛ ଦେଖିବ ଆମର ପୁଅଟିଏ ଝିଅଟିଏ ହେଇଗଲେ ଇଏ ଆଉ ସମ୍ଭାଳିକି ରହିପାରିବନି